5 ମିନିଟ୍ରେ କଳା ବାବୁଙ୍କ ବିଷୟରେ ଆଉ ତାଙ୍କ ବାପାଙ୍କ ବିଷୟରେ ମତେ କହି। ଠିକ ଅଛି। କଳା ବାବୁଙ୍କ ବ୍ୟକ୍ତିତ୍ୱ, ସେ ଗାବ୍ରିଏଲ ଦୂତଙ୍କ ସହିତ ଅଧଘଣ୍ଟା କଥାବାର୍ତ୍ତା କରିଥିଲେ, ସେ ମତେ ନିଜେ କହିଛି। କଳା ବାବୁଙ୍କ ଜୀବନ ଏଇଭଳି ଥିଲା, ବଂଶଧାରା ନଦୀରେ ବଢି ସମୟରେ ପାଣିରେ ଚାଲି ଯାଇଥିଲେ। ଆଉ କଳା ବାବୁଙ୍କ କଥା ଆଉ ଟିକେ କହିବି, ମହାବଳ ବାଘ ରାତି ସମୟରେ ତାଙ୍କୁ ଏସ୍କର୍ଟ କରି ନେଉଥିଲେ। ଏଭଳି ଜଣେ ମହାନ ବ୍ୟକ୍ତିଙ୍କ ପାଖରେ ରହି ମୁଁ ବାଇବଲ ଅଧ୍ୟୟନ ଶିଖିଛି ତାଙ୍କଠାରୁ। ତାଙ୍କ ବିଷୟରେ ଆଉ ଗୋଟେ ପୁସ୍ତକ ମଧ୍ୟ ଲେଖିଛି, ତାଙ୍କ ଜୀବନୀ ପୁସ୍ତକ। ଏବେ ପ୍ରଭୁଙ୍କ ଦାସଙ୍କ ବାପାଙ୍କ କଥା ପଦେ କହିବି। ସେ ଏଭଳି ଜଣେ ପ୍ରାର୍ଥନାଶୀଳ ଲୋକ ଥିଲେ। ଥରେ ଆମେ ଗୋଟେ ଗାଁକୁ ଯାଇଥିଲେ, ପାହାଡ ଅତିକ୍ରମ କରି ନାଇଟ୍ ହାର୍ଟ କରିଥିଲେ। ସେ ରାତି ସାରା ପ୍ରାର୍ଥନା କରୁଥିଲେ, ମୁଁ ତାହା ଅନୁଭବ କରିଥିଲି। ରାତି ସାରା ଶୋଇ ନଥିଲେ, ଆଉ ସେ ଜଣେ ପ୍ରାର୍ଥନାଶୀଳ ବ୍ୟକ୍ତି ଥିଲେ। ଆଉ ତାଙ୍କ ପ୍ରାର୍ଥନାର ଉତ୍ତର ସ୍ୱରୂପେ ପ୍ରଭୁ ତାଙ୍କ ପୁତ୍ରଙ୍କୁ ସୁପୁତ୍ରଙ୍କୁ ବ୍ୟବହାର କରି ଆସୁଛନ୍ତି। ପ୍ରଭୁ ଗୌରବ ପାଆନ୍ତୁ। ପ୍ରଭୁଙ୍କୁ ଗୌରବ ଦେଇ କହିବା ହାଲେଲୁୟା। ଆଜି ଆମେ ଆମ ଦେଶରେ ସୁସମାଚାର, ଭାରତରେ ଶିଷ୍ୟତ୍ୱ କଥା ଚିନ୍ତା କରିବା। ଆପଣ ଜାଣନ୍ତି ଭାରତର ବର୍ତ୍ତମାନ ଜନସଂଖ୍ୟା 148 କୋଟି, ମାତ୍ର 3% ପ୍ରଭୁଙ୍କୁ ଜାଣିଛନ୍ତି, ଆଉ ବାକି ସବୁ ଜାଣି ନାହାନ୍ତି। ସେମାନଙ୍କୁ ପ୍ରଭୁଙ୍କ ବିଷୟରେ ଜଣେଇବା କର୍ତ୍ତବ୍ୟ କାହାର? ସେମାନଙ୍କୁ ପ୍ରଭୁଙ୍କ ବିଷୟରେ ସୁସମାଚାର ଶୁଣେଇବା କର୍ତ୍ତବ୍ୟ କାହାର? ଆମମାନଙ୍କର। ଏଇ କଥା ଆମେ ଜାଣିବା। ସାଧୁ ଥମା ଆସିଥିଲେ ଭାରତକୁ, ଯୀଶୁଙ୍କର ଶିଷ୍ୟ। ଆମେ ଏଇଠି ଥାଇ ପ୍ରଭୁଙ୍କ କାମ ନ କରିବା କାହିଁକି? ଏବେ ଭାରତର ମାହାତ୍ମ୍ୟ ଟିକେ କହିବି, ତାପରେ ଆମେ ସୁସମାଚାର କଥା ଆଲୋଚନା କରିବା। ପବିତ୍ର ବାଇବଲରେ ଇଣ୍ଡିଆ ଶବ୍ଦ 2 ଥର ଲେଖା ଅଛି। ଓଡ଼ିଆରେ ହିନ୍ଦୁସ୍ତାନ ବୋଲି ବର୍ଣ୍ଣନା ହେଇଛି, ଲେଖା ଅଛି। ଏଷ୍ଟର 1 ପର୍ବର 1 ପଦ ଏବଂ 8 ପର୍ବର 9 ପଦରେ ହିନ୍ଦୁସ୍ତାନ, ଇଣ୍ଡିଆ ଶବ୍ଦ 2 ଥର ଆମେ ଦେଖିବାକୁ ପାଉ। ଆମେରିକା, ଇଂଲଣ୍ଡ, ଜାପାନ, ଉନ୍ନତ ଦେଶ ଗୁଡ଼ିକର ନାମ ଲେଖା ଯାଇ ନଥିଲେ ସୁଦ୍ଧା ଇଣ୍ଡିଆ ଶବ୍ଦ 2 ଥର ପବିତ୍ର ଆତ୍ମା ଉଲ୍ଲେଖ କରିଛନ୍ତି। ଏଥିରୁ ପ୍ରମାଣିତ ପ୍ରଭୁ ଏହି ଦେଶକୁ ପ୍ରେମ କରନ୍ତି। ସେଥିପାଇଁ ସାଧୁ ଥମାଙ୍କୁ ପଠେଇଥିଲେ। ତେବେ ଆମେ ଜାଣି ରଖୁ, ଏଇ ହିନ୍ଦୁସ୍ତାନର ମାହାତ୍ମ୍ୟ ଟିକେ କହିବି। ତାହା ଜାଣିଲେ ହିଁ ଆମେ ଏ ଦେଶରେ ସୁସମାଚାର ପ୍ରଚାର କରିବା ପାଇଁ ଆଗମନ ହେବା। ଲୋକଙ୍କର ଧାରଣା ଅଛି ଏ ଦେଶରେ ହିନ୍ଦୁ ଲୋକମାନେ ବାସ କରୁଥିବା ଯୋଗୁଁ ହିନ୍ଦୁସ୍ତାନ, ତାହା ନୁହେଁ। ହିନ୍ଦୁସ୍ତାନ ଶବ୍ଦ କେମିତି ହେଲା କହିବି। ଯେତେବେଳେ ଲୋକମାନେ ଆସି ସିନ୍ଧୁ ନଦୀ କୂଳରେ ବସତି କଲେ, ସିନ୍ଧୁ ବୋଲି ଉଚ୍ଚାରଣ କରିପାରିଲେ ନାହିଁ, ହିନ୍ଦ କହିଗଲେ। ଆଉ ସିନ୍ଧୁ ନଦୀର ନାମ ପ୍ରକାରେ ହିନ୍ଦୁ। ହିନ୍ଦୁ ଲୋକ ବାସ କରୁଥିବାରୁ ହିନ୍ଦୁ ନୁହେଁ, ଅପଭ୍ରଂଶ ହେଇ ତାହା ହିନ୍ଦୁରେ ପରିଣତ ହେଇଛି। ତେବେ ମୁଁ ଆପଣଙ୍କୁ କହିବି, ଏଇ
ଦେଶରେ ମୂଳ ବାସିନ୍ଦା କିଏ ମାନେ କେଉଁମାନେ ବାସ କରୁଥିଲେ। ଜଳପ୍ଳାବନ ପରେ ନୋହଙ୍କର ତିନି ପୁତ୍ର ସେମ୍, ହାମ୍, ଜାଫତ ଏମାନଙ୍କ ଠାରୁ ପୃଥିବୀରେ ବଂଶ ବିସ୍ତାରିତ ହେଇଥିଲା। ଖାଇବାର ବିଳମ୍ବ ଅଛି, ମୁଁ ଏନକ୍ୱାରି କରିଛି। ବ୍ୟସ୍ତ ହୁଅନ୍ତୁ ନାହିଁ, ସଂଗ୍ରହ କରନ୍ତୁ। ଆଜି ନ ଶୁଣିଲେ ଆଉ କେବେ ବି ଶୁଣିପାରିବେ। ଭାରତର ମାହାତ୍ମ୍ୟ ଆଜି ଟିକେ କହିବି। ପଛକୁ ନା ଆଗକୁ? ପଛକୁ। ଆଚ୍ଛା, ଆଉ ଠିକ ଅଛି। ଏଇଠି ନା ସେ ପରା ଇଆଡେ ମୁହଁ ବୁଲଉଛନ୍ତି। ଆଚ୍ଛା, ଆଦି ପୁସ୍ତକ 10 ପର୍ବ 22 ପଦକୁ ଯଦି ଯିବା, ସେମ୍‌ଙ୍କର ପଞ୍ଚମ ପୁତ୍ରଙ୍କ ନାମ ଥିଲା ଅରାମ। ସମସ୍ତେ କୁହନ୍ତୁ ଅରାମ। ସେମ୍ କିଏ? ନୋହଙ୍କର ପ୍ରଥମ ପୁତ୍ର ସେମ୍, ତାଙ୍କ ପୁଅ ପଞ୍ଚମ ପୁତ୍ରଙ୍କ ନାମ ଅରାମ। ଅରାମ ଗୋଷ୍ଠୀର ଲୋକମାନେ ଯେତେବେଳେ ଭାରତକୁ ଆସିଲେ, ଆରିଆନ ହେଇଥିଲେ, ଆର୍ଯ୍ୟ ହେଇଥିଲେ। ଆର୍ଯ୍ୟମାନେ ବାସ କରିଥିଲେ ଭାରତରେ। ଭାରତକୁ ଆର୍ଯ୍ୟଭୂମି ଭାରତ ବୋଲି କୁହାଯାଏ। ନୋହଙ୍କର ପ୍ରଥମ ପୁତ୍ର ସେମ୍‌ଙ୍କର ବଂଶଧର ଆସିଥିଲେ। ପଞ୍ଚମ ପୁତ୍ର ଅରାମ ଗୋଷ୍ଠୀ ଆସି ବାସ କରିଥିଲେ। ଆଉ କିଏ ଆସିଥିଲେ? 10 ପର୍ବ 6 ଏବଂ 7 ପଦକୁ ଯଦି ଯିବା, ଆଦି ପୁସ୍ତକ 10, 6, 7, କୁଶ, ମିଶର, ଓପୁଟ ଓ କିଣାନ ଏମାନେ ହାମର ସନ୍ତାନ। ହାମ କିଏ? ନୋହଙ୍କର ଦ୍ୱିତୀୟ ପୁତ୍ର। କୁଶଙ୍କର ଚତୁର୍ଥ ପୁତ୍ରଙ୍କ ନାମ ରୟମା। ରୟମାରୁ 2 ପୁତ୍ର ଥିଲେ, ଶିବା ଓ ଦଦାନ। ସମସ୍ତେ କୁହନ୍ତୁ ଦଦାନ। ଏଇ ଦଦାନ ଗୋଷ୍ଠୀର ଲୋକମାନେ ଭାରତକୁ ଆସିଥିଲେ। ଦକ୍ଷିଣ ଭାରତରେ ବାସ କରି ଦ୍ରାବିଡ଼ିଆନ ହେଇଥିଲେ। ଆର୍ଯ୍ୟ ଏବଂ ଦ୍ରାବିଡ଼ ମାନେ ଏ ଦେଶରେ ବାସ କରୁଥିବା କଥା ଇତିହାସ ପ୍ରକାଶ କରେ। ଏହା ହେଉଛି ଫାଷ୍ଟ ମାଇଗ୍ରେସନ। ତାପରେ ଆଉ କଣ ହେଇଛି ମୁଁ ଆପଣଙ୍କୁ କହିବି। ଆଦି ପୁସ୍ତକ 25 ଅଧ୍ୟାୟକୁ ଯିବା, 5 ଏବଂ 6 ପଦର କଥା କହୁଛି। 5 ପଦରେ ଅନନ୍ତର ଅବ୍ରାହମ ଇସାହାକକୁ ଆପଣାର ସର୍ବସ୍ୱ ଦେଲେ। ତାପରେ 6 ପଦରେ, ତା ତଳ ପଦରେ ଅବ୍ରାହମ ଉପପତ୍ନୀ ମାନଙ୍କ କନ୍ୟାଗଣ, ଉପପତ୍ନୀ ମାନଙ୍କର ସନ୍ତାନ ଗଣ କିଛି କିଛି ଦେଇ ଆପଣା ଜୀବଦଶାରେ ପୂର୍ବ ଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ। ପୂର୍ବ ଦିଗସ୍ଥ ଦେଶ ଇଣ୍ଡିଆକୁ ପଠେଇଥିଲେ। କେମାନେ ଆସିଥିଲେ? ଅବ୍ରାହମଙ୍କର ଉପପତ୍ନୀ ସନ୍ତାନ ମାନେ ଆସିଥିଲେ। ଏଇ ଦେଶର ବାସିନ୍ଦା ହେଇଥିଲେ ନୋହଙ୍କର ବଂଶଧର, ସେମ୍‌ର ବଂଶଧର, ହାମ୍‌ର ବଂଶଧର, ଅବ୍ରାହମର ବଂଶଧର ଆସି ଏ ଦେଶରେ ବାସ କରିଥିଲେ। ପରବର୍ତ୍ତୀ ସମୟରେ ଇସ୍ମାଏଲ ଗୋଷ୍ଠୀ ଆସିଥିଲେ। ମଧ୍ୟପ୍ରାଚ୍ୟରେ ମୁସଲିମ ମାନଙ୍କର ସଂଖ୍ୟା ବଢିଲା। ଭାରତରେ ମଧ୍ୟ ମୁସଲିମ ମାନଙ୍କର ସଂଖ୍ୟା ବଢିଥିଲା। ତେବେ ପ୍ରଶ୍ନ ଉଠେ, ତାହା ହିନ୍ଦୁସ୍ତାନ ନୁହେଁ, କିନ୍ତୁ ଆମ ସ୍ଥାନ। ଅବ୍ରାହମଙ୍କ ଲୋକମାନେ, ନୋହଙ୍କର ଲୋକମାନେ, ସେମ୍‌ର ଲୋକମାନେ, ହାମ୍‌ର ବଂଶଧର ଏମାନେ ଆସି ଏଇ ଦେଶରେ ବାସ କରିଥିଲେ। ହିନ୍ଦୁସ୍ତାନ ନୁହେଁ, ଆମ ସ୍ଥାନ। ସିନ୍ଧୁ ନଦୀ ନାମ ଅପଭ୍ରଂଶ ହୋଇ ହିନ୍ଦୁସ୍ତାନ ହେଇଛି। এই କଥା ଆମେ ଆଗ ଜାଣିଥିବା। ଆଉ ଏ ଦେଶକୁ ପ୍ରଭୁ ଭଲ ପାଆନ୍ତି। ତେଣୁ ପବିତ୍ର ଆତ୍ମା 2 ଥର ଇଣ୍ଡିଆ ଶବ୍ଦ, ହିନ୍ଦୁସ୍ତାନ ଶବ୍ଦ ଉଲ୍ଲେଖ କରିଛନ୍ତି। ଆମେରିକା, ଇଂଲଣ୍ଡ, ରାସିଆ ବୋଲି ଲେଖାଯାଇ ନଥିଲେ ସୁଦ୍ଧା ଭାରତ ବିଷୟରେ ପବିତ୍ର ଆତ୍ମା ମନୋଯୋଗୀ। ଏଥିରୁ ପ୍ରମାଣିତ। ପ୍ରଭୁଙ୍କୁ ଗୌରବ ଦେଇ କହିବା ହାଲେଲୁୟା।
ମୁଁ ଏଇ ଭାରତର ମାହାତ୍ମ୍ୟ ବିଷୟରେ କିଛି କଥା କହିବି। ଯିଶା 19 ଅଧ୍ୟାୟ ପାଖକୁ ଆପଣଙ୍କୁ ନେବି। ଯିଶା 19 ଅଧ୍ୟାୟ 3 ପ୍ରକାର ଭବିଷ୍ୟତବାଣୀରେ ବନ୍ଧା। ଲିଟେରାଲ, ମିଷ୍ଟିକାଲ, ମିଲେନିଆଲ। ଲିଟେରାଲ, ମିଷ୍ଟିକାଲ, ମିଲେନିଆଲ। ଆକ୍ଷରିକ, ରୂପକ ବା ଆତ୍ମିକ, ତାପରେ ସହସ୍ର ବର୍ଷ ଶାନ୍ତି ରାଜ୍ୟ ବିଷୟକ ଭବିଷ୍ୟତବାଣୀ ଯିଶା 19 ଅଧ୍ୟାୟରେ ବନ୍ଧା ହେଇଛି। 3 ପ୍ରକାର ଭବିଷ୍ୟତବାଣୀ ଦ୍ୱାରା ଯିଶା 19 ଅଧ୍ୟାୟ ବନ୍ଧା ହୋଇଛି। ସେଥିମଧ୍ୟରୁ ମୁଁ ଆଜି ରୂପକ ବା ଆତ୍ମିକ କଥା କହିବି। କାରଣ ପାଉଲ କହନ୍ତି ଆମମାନେ ଅକ୍ଷରର ସେବକ ନୁହଁ କିନ୍ତୁ ଆତ୍ମାଙ୍କର ସେବକ। ରୂପକ ଅର୍ଥରେ, ଆତ୍ମିକ ଅର୍ଥରେ ଯାହା ଯିଶା 19 ଅଧ୍ୟାୟରେ ବର୍ଣ୍ଣନା ହୋଇଛି, ସେଇଥିରୁ ଆଜି ମୁଁ ଆପଣଙ୍କୁ କିଛି ଅଂଶୀ କରେଇବି। ଆଉ ଏହା ବୁଝିବା ନିମନ୍ତେ ଆପଣଙ୍କୁ ପ୍ରକାଶିତ ବାକ୍ୟର 2ଟି ପଦ କହିବି ଉଦାହରଣ ସ୍ୱରୂପେ ବୁଝିବା ନିମନ୍ତେ। ଯିଶା 19 ଅଧ୍ୟାୟର ଆତ୍ମିକ ଅର୍ଥ ବୁଝିବା ପାଇଁ ସହଜ ହେବ, ସେଥିପାଇଁ ପ୍ରକାଶିତ ବାକ୍ୟର 2ଟି ପଦ ମୁଁ ଆପଣଙ୍କୁ ଦେବି। ପ୍ରଥମ ପଦ ପ୍ରକାଶିତ 11 ଅଧ୍ୟାୟର 8 ପଦ। ପ୍ରକାଶିତ 11 ଅଧ୍ୟାୟରେ 2 ସାକ୍ଷୀଙ୍କ ବିଷୟରେ ବର୍ଣ୍ଣନା ହେଇଛି। ଦିନେ 2 ସାକ୍ଷୀ ଆସିବେ, ପୃଥିବୀରେ ସାକ୍ଷ୍ୟମର ହେବେ। ସେମାନଙ୍କର ମର ଶରୀର ଜେରୁସାଲେମର ରାଜପଥରେ ପଡ଼ିଥିବା ସମୁଦାୟ ପୃଥିବୀ ଦେଖିବେ। ଏଥିପାଇଁ ଆଜି ଜ୍ଞାନ କୌଶଳ ଟେକ୍ନୋଲୋଜି ପୃଥିବୀରେ ବଢ଼ିଛି। ଲୋକମାନେ ନିଜ ନିଜ ମୋବାଇଲରେ ମଧ୍ୟ ଦେଖିପାରିବେ। ଆଉ ସେଇ ସ୍ଥାନରେ 11 ପର୍ବ 8 ପଦରେ ଆତ୍ମିକ ଭାବେ ସୋଦମ ଓ ମିଶର, ଆତ୍ମିକ ଭାବେ ସୋଦମ ଓ ମିଶର। ତାହେଲେ ଆକ୍ଷରିକ ସୋଦମ ନୁହେଁ କି ମିଶର ନୁହେଁ, ତାହା ଜେରୁସାଲେମକୁ ବୁଝାଏ। ଆତ୍ମିକ ଭାବେ ସୋଦମ କହିଲେ ଆକ୍ଷରିକ ସୋଦମ ନୁହେଁ, ତାହା ଜେରୁସାଲେମର ରାଜପଥରେ ସେମାନଙ୍କର ଶବ ପଡ଼ି ରହିବ। ଆଉ ଗୋଟିଏ ପଦ କହିବି, ପ୍ରକାଶିତ ବାକ୍ୟ 17 ଅଧ୍ୟାୟର 5 ପଦ। ମହାନଗରୀ ବାବିଲ, ବେଶ୍ୟାମାନଙ୍କର ଓ ସମସ୍ତ ଘୃଣ୍ୟ ବିଷୟର ଜନନୀ। ମହାନଗରୀ ବାବିଲ। ମହାନଗରୀ ବାବିଲ କହିଲେ ମଧ୍ୟ ବାବିଲ ନୁହେଁ, ବାବିଲୋନ ନୁହେଁ, ରୋମକୁ ବୁଝାଏ। ରୋମ ଏକମାତ୍ର ନଗରୀ ଯାହାକି ସପ୍ତ ପର୍ବତ ଉପରେ ସ୍ଥାପିତ, କିନ୍ତୁ ଆକ୍ଷରିକ ବାବିଲ ସମତଳ ସ୍ଥାନରେ ସ୍ଥାପିତ। ରୋମ ଏକମାତ୍ର ନଗରୀ ସାଧୁମାନଙ୍କ ରକ୍ତ ପାନ କରି ମତ୍ତ ହୋଇଥିବା ନଗରୀ। ତେଣୁ ମହାନଗରୀ ବାବିଲ କହିଲେ ଆକ୍ଷରିକ ବାବିଲ ନୁହେଁ, ରୋମକୁ ବୁଝାଏ। ବାବିଲ କହିଲେ ରୋମ, ସୋଦମ କହିଲେ ଜେରୁସାଲେମ। ସୋଦମ କହିଲେ ଜେରୁସାଲେମ। 11 ଅଧ୍ୟାୟ 8 ପଦରେ ସୋଦମ ଆତ୍ମିକ ଭାବେ ସୋଦମ, ତାହା ଆକ୍ଷରିକ ସୋଦମ ନୁହେଁ, ତାହା ଜେରୁସାଲେମ। ସୋଦମ କହିଲେ ଜେରୁସାଲେମ, ବାବିଲ କହିଲେ ରୋମ। ପ୍ରକାଶିତ ବାକ୍ୟ 19 ଅଧ୍ୟାୟ ବୁଝିବା ନିମନ୍ତେ ମୁଁ ଏହି 2ଟି ଉଦାହରଣ ଦେବି। ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ 19 ଅଧ୍ୟାୟ ପାଖକୁ ଯିବା। ସବୁ କଥା କହିବା ପାଇଁ ମୋ ହାତରେ ସମୟ ନାହିଁ, କିଛି ପଦ କଥା କହିବି। ଆମେ ଦେଖୁ ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆରୋହଣ କରି ମିଶରକୁ ଆସୁଅଛନ୍ତି। ମିଶରର ପ୍ରତିମାଗଣ କମ୍ପାନ୍ୱିତ ହେବେ। ସମସ୍ତେ କହନ୍ତୁ ପ୍ରତିମାଗଣ କମ୍ପାନ୍ୱିତ ହେବେ। କି ଆଶ୍ଚର୍ଯ୍ୟର କଥା, ମିଶରର ପ୍ରତିମାଗଣ କମ୍ପାନ୍ୱିତ ହେବେ। ବର୍ତ୍ତମାନର ମିଶର ମୁସଲିମ କଣ୍ଟ୍ରି ଆଲ୍ଲାହ ମହମ୍ମଦକୁ ସେବା କରନ୍ତି। ଅତୀତରେ ମିଶର ପ୍ରତିମାର ସ୍ଥାନ ହେଇଥିଲା, ଏବେ କିନ୍ତୁ ମୁସଲିମ କଣ୍ଟ୍ରି
ଆଉ ଆମେ ଦେଖିବାକୁ ପାଉ ମିଶରର ପ୍ରତିମାଗଣ କମ୍ପାନ୍ୱିତ ହେବେ। କୋଉ ଦେଶ ପ୍ରତିମାର ଦେଶ ତାହା ଅନୁସନ୍ଧାନ ଯୋଗ୍ୟ। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି ଦେଶ ପ୍ରତିମାରେ ପୂର୍ଣ୍ଣ। ତେଣୁ ଆମେ ଦେଖିବାକୁ ପାଉ ମିଶରର ପ୍ରତିମାଗଣ କମ୍ପାନ୍ୱିତ ହେବେ। এই ମିଶର କହିଲେ ଆକ୍ଷରିକ ମିଶରକୁ ଦୁଇ ଘଣ୍ଟା ପାଇଁ ଭୁଲି ଯାଆନ୍ତୁ, ଆତ୍ମିକ ମିଶର ପାଖକୁ ଆସନ୍ତୁ। ସୋଦମ କହିଲେ ଜେରୁସାଲମ, ବାବିଲ କହିଲେ ରୋମ, ଏବେ ମିଶର କହିଲେ ଇଣ୍ଡିଆ ହିନ୍ଦୁସ୍ତାନକୁ ଆସନ୍ତୁ। ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆରୋହଣ କରି ମିଶରକୁ ଆସୁଅଛନ୍ତି। ମିଶରର ପ୍ରତିଭାଗଣ କମ୍ପାନ୍ୱିତ ହେବେ। ଗୀତ ସଂହିତା 97 ପଦରେ ଖୋଦିତ ପ୍ରତିମାଗଣର ସେବକମାନେ ଓ ପ୍ରତିମାଗଣର ଦେବତାଗଣର ଦର୍ପକାରୀମାନେ ଲଜ୍ଜିତ ହେବେ। ଦିନ ଆସିବ ଯେଉଁମାନେ ନଡ଼ିଆ କଦଳୀ ଦେଇ ଧୂପ ଦେଇ ମୁଣ୍ଡିଆ ମାରୁଥିବେ ସେମାନେ ଦିନେ ଲଜ୍ଜିତ ହେବେ। କ୍ରୋଧିତ ପ୍ରତିମାଗଣର ସେବକମାନେ ଓ ଦେବତାଗଣର ଦର୍ପକାରୀମାନେ ଲଜ୍ଜିତ ହେବା କଥା ଗୀତ ରଚକ ପ୍ରକାଶ କରନ୍ତି। ଯିର୍ମୀୟ 43 ପର୍ବ 12 ପଦରେ ଆମ୍ଭେ ମିଶରସ୍ଥ ଦେବାଳୟ ସବୁରେ ଅଗ୍ନି ଲଗାଇବା। ମିଶରସ୍ଥ ଦେବାଳୟ ସବୁରେ ଅଗ୍ନି ଲଗାଇବା। 2008 ସାଲରେ ଓଡ଼ିଶାରେ ଦଙ୍ଗା ହେଇଥିଲା, ଚର୍ଚ୍ଚ ଗୁଡ଼ିକରେ ନିଆଁ ଲଗେଇଥିଲା ଶୟତାନ। ଏବେ ଉଲ୍ଟେଇ ଦେବେ, ମିଶରର ଦେବାଳୟ ସବୁରେ ଅଗ୍ନି ଲଗାଇବା। ଆଉ ଏଇ ସେଇ ମିଶର, ଆକ୍ଷରିକ ମିଶର ନୁହେଁ। 2 ଘଣ୍ଟା ପାଇଁ ଆକ୍ଷରିକ ମିଶରକୁ ଭୁଲିଯିବା ଏବଂ ଏଇ ସ୍ଥାନକୁ ଆସିବା, ତାହା ହେଉଛି ଭାରତ, ପ୍ରତିମାର ଦେଶ। ବାବିଲ କହିଲେ ବାବିଲ ନୁହେଁ, ରୋମ। ସୋଦମ କହିଲେ ସୋଦମ ନୁହେଁ, ଜେରୁସାଲମ। ଆଉ ମିଶର କହିଲେ ମିଶର ନୁହେଁ, ଭାରତ। ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆରୋହଣ କରି ମିଶରକୁ ଆସୁଛନ୍ତି। ମିଶରର ପ୍ରତିମାଗଣ କମ୍ପାନ୍ୱିତ ହେବେ। ମିଶରର ହୃଦୟ ତରଳି ଯିବ। ମିଶରର ହୃଦୟ ତରଳି ଯିବ। The heart of Egypt shall melt. ମିଶରର ହୃଦୟ। ମିଶର କହିଲେ ଇଣ୍ଡିଆ, ହିନ୍ଦୁସ୍ତାନ। ଭାରତ, ଭାରତର ହୃଦୟ କଣ? ହାର୍ଟ ଅଫ୍ ଓଡ଼ିଶା ଇଜ୍ ଭୁବନେଶ୍ୱର, ଆଉ ହାର୍ଟ ଅଫ୍ ଇଣ୍ଡିଆ ଇଜ୍ ନ୍ୟୁ ଦିଲ୍ଲୀ। ହୁଳସ୍ଥୁଳ ହୋଇ ପଡ଼ିବ ସେଦିନ। ରାଷ୍ଟ୍ରପତି ଭବନ, ପାର୍ଲାମେଣ୍ଟ ହୁଳସ୍ଥୁଳ ହୋଇ ପଡ଼ିବ। ଭବିଷ୍ୟତବାଣୀ ସଫଳ ହେବ। ମିଶରର ହୃଦୟ ତରଳି ଯିବ। ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆରୋହଣ କରି ମିଶରକୁ ଆସୁଅଛନ୍ତି। ମିଶରର ପ୍ରତିମାଗଣ କମ୍ପାନ୍ୱିତ ହେବେ। ଖାଲି ସେତକ ନୁହେଁ, 2 ପଦରେ ଆମେ ଆଉ ଦେଖୁଛେ ଯେ ଆଚ୍ଛା, ଥ୍ୟାଙ୍କ ୟୁ। ଆମ୍ଭେ ମିଶରମାନଙ୍କ ପ୍ରତିକୂଳରେ ଉତ୍ତେଜିତ କରିବା। ମାନେ ଭାରତୀୟମାନେ ଭାରତୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ, ଗୃହ ଯୁଦ୍ଧ ହେବ। ମିଶ୍ରମାନଙ୍କର ପ୍ରତିକୂଳରେ ଉତ୍ତେଜିତ କରିବା। ଏବେ ମାଓବାଦୀ ମାନେ ଭାରତୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ଚଳେଇଛନ୍ତି। ମିଶ୍ରମାନଙ୍କ ବିରୁଦ୍ଧରେ ଉତ୍ତେଜିତ କରିବା, ଗୃହ ଯୁଦ୍ଧ ହେବ, ଏଥିରେ କୌଣସି ସନ୍ଦେହ ନୁହେଁ। ସେମାନେ ପ୍ରତ୍ୟେକ ଆପଣା ଆପଣା ଭାଇର ଓ ପ୍ରତ୍ୟେକ ଆପଣା ଆପଣା ପ୍ରତିବାସୀ ବିରୁଦ୍ଧରେ ଯୁଦ୍ଧ କରିବେ। ଭାଇ ବିରୁଦ୍ଧରେ ଭାଇ, ପ୍ରତିବାସୀ ବିରୁଦ୍ଧରେ ପ୍ରତିବାସୀ ଯୁଦ୍ଧ କରିବେ। କୋଉଠି? ଭାରତରେ।
ମିଶ୍ରୟ ମାନଙ୍କ ପ୍ରତିକୂଳରେ ଉତ୍ତେଜିତ କରିବେ। এই କଥା ଆମେ ଦେଖିବାକୁ ପାଉ। ମୋ ହାତରେ ସମୟ ନାହିଁ, ମୁଁ ସିଧାସଳଖ ଆପଣଙ୍କୁ ଚାରିପଦକୁ ନେବି। ଚାରିପଦରେ ଆପଣ ଦେଖିବେ ଆମ୍ଭେ ମିଶରୀୟ ମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବା, ଏକ ଦୁରନ୍ତ ରାଜା ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ। ଏହା ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। କିଏ କହନ୍ତି? ତାଙ୍କ କଥା ତ ମିଛ ହବ ନାହିଁ। କଣ ବୋଲି କହୁଛନ୍ତି? ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବା। ଇଂରାଜୀରେ କ୍ରୁଏଲ ମାଷ୍ଟର, ୱିକେଡ କିଙ୍ଗ। ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବା, ଏକ ଦୁରନ୍ତ ରାଜା କର୍ତ୍ତୃତ୍ୱ କରିବେ। କ୍ରୁଏଲ ମାଷ୍ଟର, ୱିକେଡ କିଙ୍ଗ। ପ୍ରଶ୍ନ ଉଠେ, ନରେନ୍ଦ୍ର ମୋଦି ଓ ଅମିତ ଶାହ ହେବେ କି? ନା ତାହାଠୁ ଆଉ ଅଧିକ କଠୋର ଲୋକ ଆସିବେ? এই ଦେଶରେ ମୁସଲମାନ ଶାସନ ସମୟରେ କଠୋର ଶାସନକର୍ତ୍ତା ଥିଲେ, ଆଉ ସେଇଭଳି କଠୋର ଶାସନକର୍ତ୍ତା ଏ ଦେଶକୁ ଆସି ଶାସନ କରିବେ କି? ମିଶ୍ର ମାନଙ୍କୁ এই ପ୍ରକାର ଏକ ଦୁରନ୍ତ ରାଜା ହସ୍ତରେ ସମର୍ପଣ କରିବା କଥା ପବିତ୍ର ବାଇବେଲ ପ୍ରକାଶ କଲେ। ବିନ୍ ତୋଗଲୋକ ବୋଲି ଜଣେ ରାଜା ଥିଲେ, ମୁସଲମାନ ରାଜତ୍ୱ ସମୟରେ ଅତି କଠୋର ରାଜା। ତେବେ ଦୁରନ୍ତ ରାଜା ରାଜତ୍ୱ କରିବେ। ମିଶ୍ର ମାନଙ୍କ ଏଇ ପ୍ରକାର ଦୁରନ୍ତ ରାଜାଙ୍କ ହସ୍ତରେ, କ୍ରୁଏଲ ମାଷ୍ଟର, ୱିକେଡ କିଙ୍ଗ ଏମାନଙ୍କ ହସ୍ତରେ ସଦାପ୍ରଭୁ ସମର୍ପଣ କରିବେ। ଏଇଗଲା ଚାରିପଦ। ପାଞ୍ଚ ପଦରେ ସମୁଦ୍ର ଜଳ ଶୂନ୍ୟ ହେବ ଓ ନଦୀ କ୍ଷୟ ପାଇ ଶୁଷ୍କ ହେବ। ସମୁଦ୍ର ଜଳ ଶୂନ୍ୟ ହେବ, ନଦୀ କ୍ଷୟ ପାଇ ଶୁଷ୍କ ହେବ। ବିଶେଷ କରି ଗଙ୍ଗା ନଦୀ, ଭାରତର ବଡ଼ ନଦୀ ଗଙ୍ଗା ନଦୀ, ମିଶରର ବଡ଼ ନଦୀ ନୀଳ ନଦୀ। ଗଙ୍ଗା ନଦୀକୁ ଆଉ ଲୋକେ ପୂଜା କରନ୍ତି, ସେବା କରନ୍ତି, ପ୍ରଭୁର ମାନ୍ୟତା ଦିଅନ୍ତି। ସରକାର ଆଉ ଗଙ୍ଗା ନଦୀ ସୁରକ୍ଷା ଯୋଜନା ପ୍ରୋଜେକ୍ଟ ଆରମ୍ଭ କରିଛି। ବିଶେଷଜ୍ଞ ମାନେ ମତ ଦେଉଛନ୍ତି, ବର୍ତ୍ତମାନର ଗ୍ଲୋବାଲ ୱାର୍ମିଂ ଏଇଭଳି ହାରରେ ଯଦି ରହିଥାଏ, 2035 ସାଲ ବେଳେ ଗଙ୍ଗା ନଦୀ ଶୁଖିଯିବ। ଏଣେ ପବିତ୍ର ବାଇବେଲ ପ୍ରକାଶ କରେ, ନଦୀ କ୍ଷୟ ପାଇ ଶୁଷ୍କ ହେବ, ନଦୀ କ୍ଷୟ ପାଇ ଶୁଷ୍କ ହେବ। ଛଅ ପଦରେ ଆପଣ ଦେଖିବେ, ଆଉ ନଦୀ ସବୁ ଦୁର୍ଗନ୍ଧ ହେବ, ମିଶରର ସ୍ରୋତ ସବୁ ସାନ ହୋଇ ଶୁଖିଯିବ, ଜଳଜ ତୃଣ ଶୁଷ୍କ ହୋଇଯିବ। এই ପ୍ରକାର ଯେତେବେଳେ ନଦୀ ଶୁଷ୍କ ହେବ, ସମୁଦ୍ର ଶୁଷ୍କ ହେବ, ଆଉ ଜଳଚର ପ୍ରାଣୀମାନେ ଯେତେବେଳେ ମରିଯିବେ, ସେତେବେଳେ ବିଭିନ୍ନ ପ୍ରକାର ରୋଗ ଆସି ମାଡ଼ି ଆସିବ। এই ଦେଶରେ ଏପରି ସମସ୍ୟା ଗୁଡ଼ିଏ ଆସି ପହଞ୍ଚିବ। ପ୍ରଭୁ ଏ ଦେଶକୁ ପରିଚୟ ଦେବା ପୂର୍ବରୁ ଏଭଳି ସମସ୍ୟା ଆସି ପହଞ୍ଚିବ। ମୁଁ ଏବେ ଆପଣଙ୍କୁ କହିବି 8 ପଦର କଥା। କୈବର୍ତ୍ତ ମାନେ ମଧ୍ୟ ବିଳାପ କରିବେ। କୈବର୍ତ୍ତ ମାନେ ବିଳାପ କରିବେ। ଫିସରମ୍ୟାନ, କୈବର୍ତ୍ତ ମାନେ ଫିସରମ୍ୟାନ। ସେମାନେ କଣ ହେବେ? ବିଳାପ କରିବେ। ଆମ ଦେଶର ସବୁଠାରୁ ବଡ଼ ବ୍ୟବସାୟ ତା ହେଉଛି ଫିସରୀ ଡିପାର୍ଟମେଣ୍ଟ। ଫିସରୀ ଡିପାର୍ଟମେଣ୍ଟ ଆଉ ଉଠିଯିବ। ମାଛ ଚାଷ, ଚିଙ୍ଗୁଡ଼ି ଚାଷ ହେବ ନାହିଁ। ଆପଣ ଯଦି ଯିବେ
ବ୍ରହ୍ମପୁର ଭୁବନେଶ୍ୱର ଟ୍ରେନରେ ଗଲା ବେଳେ ରମ୍ଭା ହୁମା ଚିଲିକା ଏସବୁ ପଡୁଥିବ, ସେଠି ଚିଙ୍ଗୁଡି ଚାଷ ହୁଏ। ବହୁତ କଷ୍ଟଲି ଚିଙ୍ଗୁଡି ଗୁଡିକ, ବାଗଦା ଚିଙ୍ଗୁଡି, ଟାଇଗର ଚିଙ୍ଗୁଡି, 1 କିଲୋ 15,000 ଟଙ୍କା ହେବ। ସେମାନେ ଚାଷ କରିବା ଲୋକ ଖାଇପାରିବେନି, ସବୁ ଏକ୍ସପୋର୍ଟ ହୁଏ। କେରଳରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ, ଓଡ଼ିଶା, ବେଙ୍ଗଲ ପର୍ଯ୍ୟନ୍ତ ଯୋଉ ଜାଗାରେ ଚିଙ୍ଗୁଡି ଚାଷ ହୁଏ ଏବଂ ପ୍ରବଳ ମାତ୍ରାରେ ବିଦେଶକୁ ରପ୍ତାନି ହୁଏ, ତାହା ହେଇପାରିବ ନାହିଁ, ଠପ୍ ହେଇଯିବ। ଅର୍ଥାତ୍ ଫିସରୀ ଡିପାର୍ଟମେଣ୍ଟ ଉଠିଯିବ, କୈବର୍ତ୍ତ ମାନେ ବିଳାପ କରିବେ। ଖାଲି ସେତକ ନୁହେଁ, କୈବର୍ତ୍ତ ମାନେ ବିଳାପ କରିବେ, କେଉଟ ମାନେ ଫିସର ମାନେ ଯେ ବିଳାପ କରିବେ ସେ କଥା ନୁହେଁ। ଆଉ କଣ ସବୁ ଘଟିବ ମୁଁ ଆପଣଙ୍କୁ କହୁଛି। ତେବେ ଆମେ ଦେଖିବାକୁ ପାଉ, ଏହା ହଉଛି 5 ପଦର କଥା। ତାପରେ 7 ପଦରେ ନୀଳ ନଦୀ ନିକଟସ୍ଥ, ନୀଳ ନଦୀର ତୀରବର୍ତ୍ତୀ ପଡିଆ ସବୁ ଓ ନୀଳ ନଦୀ ନିକଟରେ ଯାହା କିଛି ବୁଣାଯାଏ ସେ ସବୁ ଶୁଷ୍କ ହୋଇ ଉଡ଼ିଯିବ, ଆଉ ରହିବ ନାହିଁ। ନୀଳ ନଦୀ କହିଲେ ମିଶର ବଡ ନଦୀ ନୀଳ ନଦୀ ନୁହେଁ, ଭାରତର ବଡ ନଦୀ ଗଙ୍ଗା ନଦୀ। ଗଙ୍ଗା ନଦୀ କୂଳରେ ଉର୍ବରା ସମତଳ ଅଞ୍ଚଳରେ ଯାହା ଯାହା ବୁଣା ଯାଇଥିବ ତାହା ଶୁଖିଯିବ। ତେଣେ ଫିସରୀ ଡିପାର୍ଟମେଣ୍ଟ ଉଠିଯିବ, ଏଣେ ଖାଦ୍ୟପେୟର ଅଭାବ ଘଟିବ। এই ପ୍ରକାର ପରିସ୍ଥିତି ଭାରତକୁ ଆସିବ। ପ୍ରଭୁ ଏ ଦେଶକୁ ପରିଚୟ ଦେବା ପୂର୍ବରୁ ଏ ସମସ୍ତ ଘଟିବାକୁ ଯାଉଛି। 8 ପଦରେ କୈବର୍ତ୍ତକ ମାନେ ବିଳାପ କରିବେ। 9 ପଦରେ ଯେଉଁମାନେ ପରିଷ୍କୃତ ଛଣପଟର କାର୍ଯ୍ୟ କରନ୍ତି ଓ ଶୁକ୍ଳ ବସ୍ତ୍ର ବୁଣନ୍ତି ସେମାନେ ଲଜ୍ଜିତ ହେବେ। ପରିଷ୍କୃତ ଛଣପଟର କାର୍ଯ୍ୟ ଓ ଶୁକ୍ଳ ବସ୍ତ୍ର ବୁଣନ୍ତି ସେମାନେ ଲଜ୍ଜିତ ହେବେ। ମୁମ୍ବାଇ ଅଞ୍ଚଳରୁ କୋଟି କୋଟି ଟଙ୍କାର, ହଜାର ହଜାର କୋଟି ଟଙ୍କାର କଷ୍ଟଲି ଲୁଗା ଗୁଡାକ ବିଦେଶକୁ ରପ୍ତାନି ହୁଏ। ଏବେ ଆଉ ରେଶମ ଚାଷ ନାହିଁ, କପା ଚାଷ ନାହିଁ, ସେ ଫ୍ୟାକ୍ଟ୍ରି ସବୁ ବନ୍ଦ ହେଇଯିବ, ପ୍ଲାଣ୍ଟ ସବୁ ବନ୍ଦ ହେଇଯିବ, ଲୁଗା କଳ ସବୁ ବନ୍ଦ ହେଇଯିବ। ବହୁତ କଷ୍ଟଲି ଲୁଗା ଯାକ ଆଉ ମିଳିବ ନାହିଁ। ଯେଉଁମାନେ ଶୁକ୍ଳ ବସ୍ତ୍ର ବୁଣନ୍ତି ସେମାନେ ଲଜ୍ଜିତ ହେବେ। ଯେଉଁମାନେ ଶୁକ୍ଳ ବସ୍ତ୍ର ବୁଣନ୍ତି ଓ ଛଣପଟର କାର୍ଯ୍ୟ କରନ୍ତି ସେମାନେ ଲଜ୍ଜିତ ହେବେ। କାହିଁକି? এই ଲୁଗା କଳ ସବୁ ଉଠିଯିବ। ତାପରେ ଆପଣ ଦେଖିବେ ବେତନ ପାଇ କାର୍ଯ୍ୟ କରିବା ଲୋକମାନେ ପ୍ରାଣରେ ଦୁଃଖିତ ହେବେ। ବେତନ ପାଇ କାର୍ଯ୍ୟ କରିବା ଲୋକମାନେ ସେମାନେ ଲଜ୍ଜିତ ହେବ। 10 ପଦରେ ଆପଣ ଦେଖିବେ ତାର ସ୍ତମ୍ଭ ସକଳ ଭଙ୍ଗା ଯାଇ ଖଣ୍ଡ ଖଣ୍ଡ ହେବ। ସ୍ତମ୍ଭ ସକଳ, ରାଉରକେଲା ପ୍ଲାଣ୍ଟକୁ ଯିବେ, ରାଉରକେଲା ଯିବେ ଷ୍ଟିଲ ପ୍ଲାଣ୍ଟ, ନାଲକୋ ଯିବେ ପ୍ଲାଣ୍ଟ, ବଡ ବଡ ଚିମ୍ନି ସବୁ ଦେଖିବାକୁ ପାଇବେ। ଆଉ ସେ ସବୁ ନଥିବ, ପ୍ଲାଣ୍ଟ ସବୁ ଉଠିଯିବ। ସ୍ତମ୍ଭ ସକଳ ଭଗ୍ନ ହୋଇ ଖଣ୍ଡ ଖଣ୍ଡ ହେବ। ବେତନ ପାଇ କାର୍ଯ୍ୟ କରିବା ଲୋକମାନେ ପ୍ରାଣରେ ଦୁଃଖିତ ହେବେ। ନାଲକୋରେ ଘାସ ଉପାଡ଼ିବା ଜଣେ ପିଅନର ଦରମା 50,000। ଅଫିସର ମାନଙ୍କର କେତେ କଳ୍ପନା କରନ୍ତି। ବେତନ ପାଇ କାର୍ଯ୍ୟ କରିଥିବା ଲୋକମାନେ ପ୍ରାଣରେ ଦୁଃଖିତ ହେବେ, କାମରୁ ଛଟେଇ ହେବେ, କାରଣ ଏ ଫ୍ୟାକ୍ଟ୍ରି ପ୍ଲାଣ୍ଟ ସବୁ ଉଠିଯିବ। ଏ ପ୍ରକାର ସମସ୍ୟା ଆସି ଏ ଦେଶରେ ପହଞ୍ଚିବ। ପ୍ରଭୁ ଏ ଦେଶକୁ ପରିଚୟ ଦେବା ପୂର୍ବରୁ ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତି ଆଣିବେ। ତେଣେ ଫିସରୀ ଡିପାର୍ଟମେଣ୍ଟ ଉଠିଯିବ,
एणे विभिन्न प्रकार रोग माड़ी आसिबो ଆଉ ଏଇ ପ୍ରକାର ସମସ୍ୟା ଆସି ପହଞ୍ଚାଇବ। ମିଶରରେ ଘଟିବ ତାର ଅର୍ଥ ମିଶର କଥା 2 ଘଣ୍ଟା ପାଇଁ ମିଶର ବୋଲି ଭୁଲି ଯାଆନ୍ତୁ, ଭାରତ ହିନ୍ଦୁସ୍ତାନ ବୋଲି ମନେ କରନ୍ତୁ। ମୁଁ ସମୟ ନଥିବାରୁ ମୁଁ ଆପଣଙ୍କୁ ସିଧାସଳଖ 18 ପଦ ପାଖକୁ ନେବି। 18 ପଦରେ ପାଞ୍ଚନଗର କିଣାନୀୟ ଭାଷାବାଦୀ ବୋଲି ଖ୍ୟାତ ହେବ। ସମସ୍ତେ କହନ୍ତୁ ପାଞ୍ଚନଗର। ମିଶରରେ ପାଞ୍ଚନଗର କିଣାନୀୟ ଭାଷାବାଦୀ ବୋଲି ଖ୍ୟାତ ହେବ। ମିଶର ଦେଶରେ ବଡ଼ ବଡ଼ ନଗର 5ଟା ନାହିଁ। ରାଜଧାନୀ କାଇରୋ, ଆଲେକ୍ଜାଣ୍ଡ୍ରିଆକୁ ଛାଡ଼ିଦେଲେ ବଡ଼ ବଡ଼ ସହର ନାହିଁ। ଭାରତ ଏକମାତ୍ର ଦେଶ, କୋଲକାତାରୁ ଆରମ୍ଭ କରି ଚେନ୍ନାଇ ପର୍ଯ୍ୟନ୍ତ ଯିବେ ବଡ଼ ବଡ଼ ସହର, ଦିଲ୍ଲୀରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ଯିବେ ବଡ଼ ବଡ଼ ସହର। ପାଞ୍ଚନଗର କିଣାନୀୟ ଭାଷାବାଦୀ ବୋଲି ଖ୍ୟାତ ହେବ। এই ପାଞ୍ଚନଗର କ'ଣ ଆଉ କିଣାନୀୟ ଭାଷାବାଦୀ କ'ଣ? ମିଶର ଦେଶରେ କିଣାନ ଭାଷା ଯେଭଳି ବିଦେଶୀ ଭାଷା, ଭାରତରେ ଇଂରାଜୀ ଭାଷାର ପ୍ରଚଳନ ହେବ। ଇଂରାଜୀ ଭାଷା ବିଦେଶୀ ଭାଷା ପ୍ରଚଳନ ହେବ। ସରକାର ନିୟମ କରୁଥିବ ରାଷ୍ଟ୍ର ଭାଷାକୁ ଗୁରୁତ୍ୱ ଦିଆଯାଉ, ଆଞ୍ଚଳିକ ଭାଷା ଓଡ଼ିଆକୁ ଗୁରୁତ୍ୱ ଦିଆଯାଉ। ଯେଉଁମାନେ ନିୟମ କରୁଥିବେ ସେମାନେ ତାଙ୍କର ପୁଅ ଝିଅକୁ ନେଇ ପ୍ରଥମେ ଇଂଲିଶ ମିଡିୟମରେ ଜଏନ୍ କରୁଥିବେ। ଶ୍ରାବଣ ମାସରେ ଛତୁ ଫୁଟିବା ପରି ସ୍ଥାନେ ସ୍ଥାନେ ଇଂଲିଶ ମିଡିୟମ ସ୍କୁଲ ହିଁ ଖୋଲାଯିବ। ଆଉ ଏଇ 5 କୋଟି ନଗର କ'ଣ ହେଇପାରେ? ଦିଲ୍ଲୀ ରାଜଧାନୀଠୁ ଆରମ୍ଭ କରିବା, ଦିଲ୍ଲୀ, ମୁମ୍ବାଇ, କାଲକାଟା, ଚେନ୍ନାଇ, ପଞ୍ଚମ ମହାନଗରୀ ବାଙ୍ଗାଲୋର। এই 5ଟି ମହାନଗରୀରେ ସମ୍ପୂର୍ଣ୍ଣ ମାତ୍ରାରେ ଇଂରାଜୀ ଭାଷା ପ୍ରଚଳନ ହେବ ଏବଂ ଭବିଷ୍ୟତବାଣୀ ସଫଳ ହେବ। ସମସ୍ତେ କହିବା ତ ଆମେନ୍। ଥରେ ବାଙ୍ଗାଲୋରରେ ଗୋଟେ ବାଇବଲ କ୍ୱିଜ୍ ହେଇଥିଲା, ପ୍ରତିଯୋଗିତା ହେଇଥିଲା। ବିଭିନ୍ନ ପରିବାରର ପୁଅ ଝିଅ ମାନେ ଯୋଗ ଦେଇଥିଲେ। ଆଉ ସେମାନଙ୍କୁ କୁହାଯାଇଥିଲା ପିଲାମାନେ ତୁମ ଉତ୍ତର ଖାତାରେ ନିଜ ନାମ ଆଉ ମାତୃଭାଷା କ'ଣ ଲେଖିବ। ରାଇଟ୍ ୟୋର ନେମ୍ ଆଣ୍ଡ ମଦର ଟଙ୍ଗ। ଆଶ୍ଚର୍ଯ୍ୟର କଥା, ଯେତେ ପୁଅ ଝିଅ ମାନେ ଭାଗ ନେଇଥିଲେ ପ୍ରତିଯୋଗିତାରେ ସମସ୍ତଙ୍କର ଉତ୍ତର ଖାତାରେ ମଦର ଟଙ୍ଗ ଇଂଲିଶ ବୋଲି ଲେଖାଇ। କି ଆଶ୍ଚର୍ଯ୍ୟ! ବାପା ଯଦି ଉର୍ଦ୍ଦୁ ହେଇଥାଏ, ମା ଯଦି ମରାଠୀ ହେଇଥାଏ, ପୁଅ ଝିଅ ମାନେ ଇଂଲିଶ ମିଡିୟମରେ ପାଠ ପଢୁଛନ୍ତି, କି ଭାଷା ବୋଲି ଲେଖିଥାନ୍ତେ? ବାପା ଯଦି ତେଲୁଗୁ ହେଇଥାଏ, ମା ଯଦି ବେଙ୍ଗଲୀ ହେଇଥାଏ, ସେମାନଙ୍କର ପୁଅ ଝିଅ ଇଂଲିଶ ମିଡିୟମରେ ପାଠ ପଢୁଛନ୍ତି, କି ଭାଷା ବୋଲି ଲେଖିଥାନ୍ତେ? ଏଇଭଳି ଭାବରେ ସମସ୍ତଙ୍କର ଉତ୍ତର ଖାତାରେ ମଦର ଟଙ୍ଗ ଇଂଲିଶ ବୋଲି ଲେଖାଯାଇଥିବା ବିଷୟ ଆଶ୍ଚର୍ଯ୍ୟ ଥିଲା। ଠିକ୍ ସେଇଭଳି ଏଇ 5 କୋଟି ମହାନଗରରେ ଇଂରାଜୀ ଭାଷାର ପ୍ରଚଳନ ହେବ। ପିଲାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଇଂରାଜୀ ଭାଷା କହିବେ। ଆପଣ ଜାଣନ୍ତି ବର୍ତ୍ତମାନ ପୃଥିବୀରେ ସବୁଠାରୁ ଇଂରାଜୀ ଭାଷା ବହୁଳ ମାତ୍ରାରେ ବ୍ୟବହାର କରିବା ଦେଶ ହେଉଛି ଭାରତ। ଏତେ ଲୋକ ଭାରତରେ ଇଂରାଜୀ ଭାଷା ବ୍ୟବହାର କରନ୍ତି, ଇଂଲଣ୍ଡ ଓ ଆମେରିକାର ଜନସଂଖ୍ୟା ଠାରୁ ମଧ୍ୟ ଅଧିକ। ଇଂଲଣ୍ଡ ଏବଂ ଆମେରିକାର ଜନସଂଖ୍ୟା କମ୍, ତେଣୁ ଇଂଲଣ୍ଡ ଓ ଆମେରିକାର ଜନସଂଖ୍ୟା ଠାରୁ ମଧ୍ୟ ଏ ଦେଶରେ ଅଧିକ ଲୋକ ଇଂରାଜୀ ଭାଷାରେ କଥାବାର୍ତ୍ତା କରନ୍ତି। 5ଟି ମହାନଗରରେ ଇଂରାଜୀ ଭାଷା ପ୍ରଚଳନ ହେବ। ମିଶର 5 ନଗର କିଣାନୀୟ ଭାଷାବାଦୀ ବୋଲି ଖ୍ୟାତ ହେବ। ମିଶର ଦେଶରେ ଯେଭଳି କି କିଣାନ ଭାଷା ବିଦେଶୀ ଭାଷା, ଭାରତରେ ଇଂରାଜୀ ଭାଷାର ପ୍ରଚଳନ ହେଇ ଏହି ଭବିଷ୍ୟତବାଣୀ ସଫଳିତ ହେବ
ସମସ୍ତେ କହିବା ତ ଆମେନ୍। ଏଟା କୋଉ ପଦ? 18 ପଦ। 18 ପଦରେ ଆଉ ତଳେ ଲେଖା ଅଛି, ଏକ ନଗର ଉତ୍ପାଟନୀୟ ନଗର ବୋଲି ଖ୍ୟାତ ହେବ। ସମସ୍ତେ କହନ୍ତୁ ଏକ ନଗର। ସେ ଏକ ନଗର କଣ ହେଇପାରେ? କୋଉ ନଗର ଉତ୍ପାଟନୀୟ ନଗର ବୋଲି ଖ୍ୟାତ ହେବ? 2011 ଜନଗଣନା ବେଳେ କୋଲକାତାର ଜନସଂଖ୍ୟା ଠାରୁ ମୁମ୍ବାଇର ଜନସଂଖ୍ୟା ଅଧିକ। ତା ପୂର୍ବରୁ ଭାରତର ସବୁଠାରୁ ଜନବହୁଳ ନଗରୀ ଥିଲା କୋଲକାତା। ଏବେ କିନ୍ତୁ କୋଲକାତା ନୁହେଁ, ମୁମ୍ବାଇ। ମୁମ୍ବାଇର ଜନସଂଖ୍ୟା 2 କୋଟିରୁ ଅଧିକ। ଓଡ଼ିଶାର ଅଧା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏତେ ଲୋକ ମୁମ୍ବାଇରେ ବାସ କରନ୍ତି। ଯଦି ମୁମ୍ବାଇ ସହର ଧ୍ୱଂସ ହୋଇଯାଏ, ଭାରତର ବାଣ ଭାଙ୍ଗିଯିବ। ଏକ ନଗର ଉତ୍ପାଟନୀୟ ନଗର ବୋଲି ଖ୍ୟାତ ହେବ। ଶତ୍ରୁମାନଙ୍କ ଲକ୍ଷ୍ୟସ୍ଥଳୀ ମୁମ୍ବାଇ ଏକ ପକ୍ଷରେ। ଆପଣ ଜାଣନ୍ତି 2008 ନଭେମ୍ବର ମାସ 26 ତାରିଖର କଥା, 26/11 ଆକ୍ରମଣ ବୋଲି ଗଣମାଧ୍ୟମ ପ୍ରକାଶ କରୁଥିଲା। ଆଉ ସେଇଦିନ 10 ଜଣ ସନ୍ତ୍ରାସବାଦୀ ମୁମ୍ବାଇର ହୋଟେଲ ଓବେରାଇ ଆଉ ତାଜରେ ପ୍ରବେଶ କରିଥିଲେ ଆଉ ଆତଙ୍କ ଚଳେଇଥିଲେ। 9 ଜଣଙ୍କୁ ଘଟଣାସ୍ଥଳରେ ଗୁଳି କରାଯାଇଥିଲା। ଜଣେ ମାତ୍ର ବଞ୍ଚିଥିଲେ କସବ, ତାକୁ ଫାଶୀ ଦିଆଯାଇଥିଲା। ବିଶ୍ୱରେ ଏହା ଅଜଣା ନୁହେଁ। ତା ପୂର୍ବରୁ 2003 ସାଲରେ ଏକ ଘଟଣା ଘଟିଥିଲା। ଆପଣ ଜାଣନ୍ତି ପୃଥିବୀର ଶ୍ରେଷ୍ଠ ବଜାର ହୀରା ମାର୍କେଟ ଜାଭେରୀ ବଜାର ମୁମ୍ବାଇରେ ଅଛି। ଭାରତ ପୃଥିବୀରେ ହୀରା ଉତ୍ପାଦନକାରୀ ଏକମାତ୍ର ଦେଶ ଥିଲା। ମୁମ୍ବାଇରେ ଅଛି ଜାଭେରୀ ବଜାର, ହୀରା ମାର୍କେଟ। ସେଇଠାରେ ସନ୍ତ୍ରାସବାଦୀମାନେ ଆକ୍ରମଣ କରିଥିଲେ ଆଉ ସେଇଠାରେ ଜଡ଼ିତ 3 ଜଣଙ୍କୁ ଫାଶୀ ଦିଆଯାଇଥିଲା। ଆତଙ୍କବାଦୀମାନଙ୍କ ଲକ୍ଷ୍ୟସ୍ଥଳ ମୁମ୍ବାଇ ଏକ ପକ୍ଷରେ। ଆପଣ ଜାଣନ୍ତି 1945 ସାଲ ଅଗଷ୍ଟ ମାସ 6 ତାରିଖରେ ପୃଥିବୀରେ ଏକ ଭୟାବହ ଘଟଣା ଘଟିଥିଲା। କ'ଣ ମନେ ଥିଲେ? 1945 ସାଲ ଅଗଷ୍ଟ ମାସ 6 ତାରିଖ ଦିନ ପୃଥିବୀରେ ଏକ ଭୟାବହ ଘଟଣା ଘଟିଥିଲା। କହିବା ପାଇଁ ଆଉ ଟିକେ ସୁବିଧା ପାଇଁ ଆଉ ଥରେ କହିବି। ତା 3 ଦିନ ପରେ 9 ତାରିଖରେ ଆଉ ଏକ ଭୟାବହ ଘଟଣା ଘଟିଥିଲା। 6 ତାରିଖରେ ଥରେ ଆଉ 9 ତାରିଖରେ ଥରେ। କ'ଣ ତାହା? ଏବେ ମଧ୍ୟ ଜାଣିପାରୁନାହାନ୍ତି। 2ଟା କଥା କହିଲା ପରେ ହିରୋସୀମା ଛଅ ତାରିଖରେ ହିରୋସୀମା, 9 ତାରିଖରେ ନାଗାସାକି ସହର ଧ୍ୱଂସ ହୋଇଯାଇଥିଲା। ସେଠିକାର ପାଇଲଟ ଥିଲେ ଚାର୍ଲସ ଡବ୍ଲ୍ୟୁ ସ୍ପେନ୍। ତାଙ୍କୁ ସେତେବେଳେ ମାତ୍ର 25 ବର୍ଷ ବୟସ ହୋଇଥିଲା। ସେହି ଦୁଃସାହସିକ ପାଇଲଟ ଏହି 2ଟି ସହରରେ ବୋମା ବିସ୍ଫୋରଣ କରିଥିଲେ। ଏଣେ ପ୍ରାକୃତିକ ବିପର୍ଯ୍ୟୟ ବିଶେଷଜ୍ଞମାନେ ମତ ଦେଇଛନ୍ତି, ପୂର୍ବ ଭାଗରେ ହିମାଳୟ ପର୍ବତର ବରଫ ଯଦି ତରଳିଯିବ ଏବଂ ପଶ୍ଚିମ ଭାଗରେ ଗ୍ରୀନଲ୍ୟାଣ୍ଡର ବରଫ ଯଦି ତରଳିଯିବ, ବର୍ତ୍ତମାନର ଗ୍ଲୋବାଲ ୱାର୍ମିଂ ଯୋଗୁଁ ଏହି ହାରରେ ଯଦି ତରଳିଯିବ,
2035 ସାଲ ବେଳେ ସମୁଦ୍ରର ଜଳପତନ 21 ଫୁଟ ଉପରକୁ ଉଠିବ। ସେତେବେଳେ ମୁମ୍ବାଇ ସହର ନଥିବ। ଏକ ପକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ, ଅନ୍ୟ ପକ୍ଷରେ ଶତ୍ରୁମାନଙ୍କର ଲକ୍ଷ୍ୟ। ଏଣେ ପବିତ୍ର ବାଇବେଲ ପ୍ରକାଶ କରେ ଏକ ନଗର ଉତ୍ପାଟନୀୟ ନଗର ବୋଲି ଖ୍ୟାତ ହେବ। ମିଶର ଦେଶରେ 5 ନଗର, ମିଶର ଦେଶରେ 1 ନଗର, ତା ଭାରତକୁ ବୁଝାଏ। এই କଥା ଆମେ ଭୁଲି ନ ଯାଉ। 18 ପଦର କଥା କହିଲି, ଏବଂ 19 ପଦ ପାଖକୁ ଯିବା। 19 ପଦରେ ସେହି ଦିନ ମିଶର ଦେଶର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞ ବେଦୀ ହେବ। ସେହି ଦିନ କୋଉ ଦିନ? ମିଶର ମଧ୍ୟସ୍ଥାନ କଣ? ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞ ବେଦୀ କଣ? ଆମେ ଜାଣି ରଖିବା ଉଚିତ। ଆମେ ଅକ୍ଷରର ସେବକ ନ ହଉ, କିନ୍ତୁ ଆତ୍ମାଙ୍କର ସେବକ। ପବିତ୍ର ଆତ୍ମା ପ୍ରକାଶ କରନ୍ତି, ସେହି ଦିନ ମିଶର ଦେଶର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞ ବେଦୀ ହେବ। ଏବେ ଗୋଟିଏ ମିନିଟ ପାଇଁ ଭାରତ ମାନଚିତ୍ରକୁ ମନେ ମନେ ଆଙ୍କିଦେବା। ମିଶର କହିଲେ ଭାରତ, ଭାରତର ମାନଚିତ୍ରକୁ ଆମେ ଆଙ୍କିଦେବା। ଭାରତ ମାନଚିତ୍ରର ଠିକ ମଝିରେ କେଉଁ ପ୍ରଦେଶ ଅଛି? ବହୁତ ଧନ୍ୟବାଦ, ଧନ୍ୟବାଦ। ସମସ୍ତେ କୁହନ୍ତୁ ମଧ୍ୟପ୍ରଦେଶ। ସମସ୍ତେ କୁହନ୍ତୁ ମଧ୍ୟପ୍ରଦେଶ। ମିଶରର ମଧ୍ୟସ୍ଥାନ ବା ଭାରତର ମଧ୍ୟସ୍ଥାନ ହେଉଛି ମଧ୍ୟପ୍ରଦେଶ। ସେହି ଦିନ ମିଶରର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞ ବେଦୀ ହେବ। ତାର ଅର୍ଥ କଣ? ମଧ୍ୟପ୍ରଦେଶରେ ଗୋଟେ ବଡ଼ ପ୍ରେୟର ଟାୱାର ହବ। ମଧ୍ୟପ୍ରଦେଶରେ ଗୋଟେ ବଡ଼ ଷ୍ଟାଡିୟମ ଚର୍ଚ୍ଚ ହବ। ଭବିଷ୍ୟତବାଣୀ ସଫଳ ହେବ। ମିଶର ଦେଶର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞ ବେଦୀ ହେବ। এই ଭବିଷ୍ୟତବାଣୀ ଆକ୍ଷରିକ ମିଶର ନୁହେଁ। ଆକ୍ଷରିକ ମିଶର କଥା ଘଣ୍ଟେ 2 ଘଣ୍ଟା ପାଇଁ ଭୁଲି ଯାଆନ୍ତୁ। ଏବେ ଆତ୍ମିକ ମିଶର ଭାରତ ହିନ୍ଦୁସ୍ତାନକୁ ଆସନ୍ତୁ। ମିଶର ଦେଶର ମଧ୍ୟସ୍ଥାନରେ, ତାର ଅର୍ଥ ଭାରତର ମଝିରେ ମଧ୍ୟପ୍ରଦେଶରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞ ବେଦୀ ହେବ। ତାପରେ ତା ସୀମା ନିକଟ, ତହିର ସୀମା ନିକଟରେ ଏକ ସ୍ତମ୍ଭ ସ୍ଥାପିତ ହେବ। ସୀମା କଣ, ସ୍ତମ୍ଭ କଣ? ମଧ୍ୟପ୍ରଦେଶରେ ଆମେ ଦେଖିବାକୁ ପାଉ, ତା ସୀମା ଯଦି କରିବେ, ତେଣେ ଅଛି ଛତିଶଗଡ଼, ଏଣେ ଅଛି ଓଡ଼ିଶା। ମିଶର ମଧ୍ୟସ୍ଥାନରେ ଯଜ୍ଞ ବେଦୀ ହେବ। ସୀମାରେ ସ୍ତମ୍ଭ ସ୍ଥାପିତ ହେବ। ସ୍ତମ୍ଭ କଣ? ଗାଲାତି 2:9 ପଦରେ କେଫା, ପାଉଲ, କେଫା, ସିମୋନଙ୍କୁ ସ୍ତମ୍ଭ ବୋଲି ଆଖ୍ୟା ଦିଆଯାଇଛି। ପ୍ରକାଶର ବାକ୍ୟ 3:12 ପଦରେ ଯେ ଜୟ କରେ ତାହାକୁ ଆମ୍ଭେ ଈଶ୍ୱରଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରିବା। ପ୍ରଭୁଙ୍କ ଲୋକମାନେ ସ୍ତମ୍ଭ। ଏବେ ବର୍ଦ୍ଧନ ବାବୁକୁ ସ୍ତମ୍ଭ କରି ରଖିଛନ୍ତି, ତେଣୁ ଆମେ ସବୁ ଏ ସ୍ତମ୍ଭ ପାଖକୁ ଆସିଛେ। ପ୍ରଭୁଙ୍କ ଲୋକମାନେ ସବୁବେଳେ ସ୍ତମ୍ଭ। ମିଶର ଦେଶର ମଧ୍ୟସ୍ଥଳରେ କଣ ହବ? ଯଜ୍ଞ ବେଦୀ ହେବ। ତା ସୀମାରେ ସ୍ତମ୍ଭ ସ୍ଥାପିତ ହବ। ଛତିଶଗଡ଼ ହେଇପାରେ, ଓଡ଼ିଶା ହେଇପାରେ। ସୀମା ସ୍ତମ୍ଭ ସ୍ଥାପିତ ହବ। ପ୍ରଭୁଙ୍କର ଦାସମାନଙ୍କୁ ସ୍ତମ୍ଭ ବୋଲି କୁହାଯାଏ। ତେବେ ଆମେ ଦେଖିବାକୁ ପାଉ ମିଶରର ମଧ୍ୟସ୍ଥାନ କଣ ଏବଂ ସୀମା କଣ? ଆମ ହାତରେ ସମୟ ନଥିବାରୁ ମୁଁ ଆପଣଙ୍କୁ ନେବି, ଆଗକୁ ନେବି। 22 ପଦ ପାଖକୁ ଯିବା।
22 ପଦରେ ମିଶରକୁ ପ୍ରହାର କରିବେ, ମିଶରକୁ ପ୍ରହାର କରିବେ। ମିଶର କହିଲେ କଣ? ଭାରତ। ଭାରତକୁ ପ୍ରହାର କରିବେ। କେମିତି କରି ପ୍ରହାର କରିବେ? ମହାବାତ୍ୟା ପରେ ମହାମରୁଡ଼ି, ମହାମରୁଡ଼ି ପରେ ମହାଭୂମିକମ୍ପ, ମହାଯୋଗ ହୋଇ ପ୍ରାକୃତିକ ବିପର୍ଯ୍ୟୟ ସବୁ ଆସିବ। ପ୍ରଭୁ ପ୍ରହାର କରିବେ, ବିଦେଶରୁ ରିଲିଫ ମଧ୍ୟ ବନ୍ଦ କରିଦେବେ। ମିଶରକୁ ପ୍ରହାର କରିବେ। ତେଣେ ଫିସରୀ ଡିପାର୍ଟମେଣ୍ଟ ବନ୍ଦ, ତେଣେ ସ୍ୱାସ୍ଥ୍ୟ ବିଭାଗ ବନ୍ଦ, ତେଣେ କଳକବ୍ଜା ବନ୍ଦ, ଗାଲିଚା ଚାଷ, ରେଶମ ଚାଷ ହେଇପାରୁନି, କଷ୍ଟଲି ଲୁଗା ସବୁ ବନ୍ଦ ହେଇଯାଉଛି। ଏବେ ମିଶରକୁ ପ୍ରହାର କରୁଛନ୍ତି, ଭାରତକୁ ପ୍ରହାର କରିବେ ବିଦେଶରୁ, ଆଉ ରିଲିଫ ମଧ୍ୟ ଆସିବ ନାହିଁ। ଘେରାଉ କରୁଛନ୍ତି। ଏଇ ଦେଶକୁ ପରିଚୟ ଦେବା ନିମନ୍ତେ ପ୍ରଭୁ ଘେରାଉ କରୁଛନ୍ତି। ମିଶରକୁ ପ୍ରହାର କରିବା। ଉପର ପଦକୁ ନେବି। ଉପର ପଦ 21 ପଦରେ ଆମେ ଦେଖିବାକୁ ପାଉ ମିଶରକୁ ସଦାପ୍ରଭୁଙ୍କର ପରିଚୟ ଦିଆଯିବ ଓ ମିଶ୍ରୀୟମାନେ ସେଦିନ ସଦାପ୍ରଭୁଙ୍କୁ ଜାଣିବେ। ମିଶରକୁ ସଦାପ୍ରଭୁଙ୍କ ପରିଚୟ ଦିଆଯିବ। ତାହେଲେ କୋଉ ମିଶରକୁ? ଭାରତକୁ ସଦାପ୍ରଭୁଙ୍କ ପରିଚୟ ଦିଆଯିବ। କରତାଳି ଦେବା ତ। ମିଶ୍ରୀୟ ମାନେ ସଦାପ୍ରଭୁଙ୍କୁ ଜାଣିବେ, ଭାରତୀୟ ମାନେ ସଦାପ୍ରଭୁଙ୍କୁ ଜାଣିବେ। ଆକାଶ ପୃଥିବୀ ଲୋପ ପାଇଲେ ସୁଦ୍ଧା ଈଶ୍ୱରଙ୍କ ବାକ୍ୟ କଦାପି ଲୋପ ପାଇବ ନାହିଁ। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି। ମିଶରକୁ ସଦାପ୍ରଭୁଙ୍କ ପରିଚୟ ଦିଆଯିବ ଓ ମିଶ୍ରୀୟ ମାନେ ସଦାପ୍ରଭୁଙ୍କୁ ଜାଣିବେ। ତାପରେ ଆଉ ଲେଖା ହେଉଛି ରହସ୍ୟଜନକ କଥା। ସେମାନେ ବଳି ନୈବେଦ୍ୟ ଦେଇ ଆରାଧନା କରିବେ, ମାନତ କରି ପୂର୍ଣ୍ଣ କରିବେ। ବଳି ନୈବେଦ୍ୟ ଦେଇ ଆରାଧନା କରିବେ, ମାନତ କରି ପୂର୍ଣ୍ଣ କରିବେ। ତାର ଅର୍ଥ ସତ୍ୟ ଏବଂ ଆତ୍ମାରେ ଉପାସକ ହେବେ। କୋଉଠିକା ଲୋକ? ହିନ୍ଦୁସ୍ତାନର ଲୋକ। ଗୋଟେ କଥା କହିବି, ଯୋହନ 4 ପର୍ବ 21 ପଦରେ ସମଣିଆ ସ୍ତ୍ରୀଙ୍କ ସହିତ ଯୀଶୁ ଖ୍ରୀଷ୍ଟ ଯେତେବେଳେ କଥାବାର୍ତ୍ତା କରୁଥିଲେ, ସେତେବେଳେ କହିଛନ୍ତି, ଆଗୋ ନାରୀ ମୋ କଥା ବିଶ୍ୱାସ କର, ଯେଉଁ ସମୟରେ ତୁମେ ମାନେ ଏହି ପର୍ବତରେ କି ଜେରୁସାଲେମରେ ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି। ଗୋ ନାରୀ ମୋ କଥା ବିଶ୍ୱାସ କର, ଯେଉଁ ସମୟରେ ପର୍ବତରେ କି ଜେରୁସାଲେମରେ ଉପାସନା କରିବେ ନାହିଁ। ତାର ଅର୍ଥ ପର୍ବତରେ ଉପାସନା ହେବ ନାହିଁ, ମନ୍ଦିରରେ ମଧ୍ୟ ଉପାସନା ହେବ ନାହିଁ। ତେବେ ଆମେ ଜାଣୁ ଉପାସକ ମାନଙ୍କ ବିଷୟରେ କହିଲେ ସ୍ଥାନ ବିଷୟରେ ଯୀଶୁ କହିନାହାନ୍ତି। ସତ୍ୟ ଏବଂ ଆତ୍ମାରେ ଉପାସକ, କିନ୍ତୁ ଉପାସନା କୋଉଠି ହେବ ସେ ସ୍ଥାନ ବିଷୟରେ ଯୀଶୁ କହିନାହାନ୍ତି। ଆଗୋ ନାରୀ ମୋ କଥା ବିଶ୍ୱାସ କର, ଯେଉଁ ସମୟରେ ତୁମେ ମାନେ ଏହି ପର୍ବତରେ କି ଜେରୁସାଲେମରେ ଉପାସନା କରିବ ନାହିଁ, ଏପରି ସମୟ ଆସୁଛି। ବିଚରା ସ୍ତ୍ରୀ ଯଦି ପଚାରିଥାନ୍ତେ, ତାହେଲେ ପ୍ରଭୁ କୋଉଠି ଉପାସନା କରିବେ? ଆପଣ ତ କହୁଛନ୍ତି ମନ୍ଦିରରେ ନାହିଁ କି ପର୍ବତରେ ନାହିଁ, କୋଉଠି କରିବେ? ସେ ଯଦି ପଚାରିଥାନ୍ତେ, ଯୀଶୁ ତାର ଉତ୍ତର ଦେଇଥାନ୍ତେ। ସେ ପଚାରି ନାହାନ୍ତି, ଯୀଶୁ ମଧ୍ୟ ଉତ୍ତର ଦେଇନାହାନ୍ତି। ଗୁପ୍ତ ରଖିଥିବା ସ୍ଥାନକୁ ଖୋଜି ବାହାର କରିବା ଆମର କର୍ତ୍ତବ୍ୟ। ଆଉ ଆମେ ଦେଖିବାକୁ ପାଉ ସେଇ ସ୍ଥାନ ହିନ୍ଦୁସ୍ତାନ। ସେମାନେ ବଳି ନୈବେଦ୍ୟ ଦେଇ ଆରାଧନା କରିବେ, ମାନତ କରି ପୂର୍ଣ୍ଣ କରିବେ। କୋଉଠିକା ଲୋକମାନେ? ହିନ୍ଦୁସ୍ତାନର ଲୋକମାନେ। ଏହି ଦେଶ ନିମନ୍ତେ ଅଟଳ ପ୍ରତିଜ୍ଞା ସବୁ ରହିଛି। ପ୍ରଭୁ ଏହି ଦେଶକୁ ଭଲ ପାଆନ୍ତି, ସେଇଥିପାଇଁ ପବିତ୍ର ଆତ୍ମା 2 ଥର ଇଣ୍ଡିଆ ହିନ୍ଦୁସ୍ତାନ ଶବ୍ଦ ଉଲ୍ଲେଖ କରିଛନ୍ତି। ଆଉ ଦିନ ଆସିବ ଏଇ ଦେଶ ପ୍ରଭୁକୁ ଲାଭ କରିବ।
ଏବେ ମୁଁ ଆପଣଙ୍କୁ କହିବି ଯୀଶୁଙ୍କ କଥା। ମାଥ୍ୟୁ 27 ପର୍ବ 24 ଅଧ୍ୟାୟ, ତାକୁ ଥିଓଲୋଜି ଭାଷାରେ ଅଲିଭେଟ ଡିସ୍କୋର୍ସ ବୋଲି କୁହାଯାଏ। ଅଲିଭେଟର ଅର୍ଥ ଜିତ ପର୍ବତ, ଡିସ୍କୋର୍ସର ଅର୍ଥ କଥାବାର୍ତ୍ତା। ଜିତ ପର୍ବତରେ ଶିଷ୍ୟମାନେ ଯୀଶୁଙ୍କ ସହିତ କଥାବାର୍ତ୍ତା କରିଥିଲେ। ଆଉ ସେଠାରେ ସେମାନଙ୍କର 3 ଗୋଟି ପ୍ରଶ୍ନ ଥିଲା। 3 ପଦରେ 3 ଗୋଟି ପ୍ରଶ୍ନ। ଏ ସମସ୍ତ କେବେ ଘଟିବ? ଆପଣଙ୍କର ଆଗମନ ଓ ଯୁଗାନ୍ତର ଲକ୍ଷଣ କଣ? ଯୀଶୁ ସେମାନଙ୍କୁ ଅନେକ କଥା କହିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅନେକ କଥା କହିଲେ। ମହାକ୍ଲେଶ ବିଷୟରେ 15 ପଦରୁ 21 ପଦରେ ବର୍ଣ୍ଣନା କଲେ। ଆଉ ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବଦୀଙ୍କ ଦ୍ୱାରା ଉକ୍ତ ଉତ୍ସନ୍ନକାରୀ ଘୂଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ, ପାଠକ ବୁଝନ୍ତୁ। ସେତେବେଳେ ଯେଉଁମାନେ ଜିହୁଦା ପ୍ରଦେଶରେ ଥାନ୍ତି ସେମାନେ ପର୍ବତମାଳାକୁ ପଳାଇ ଯାଆନ୍ତୁ। ଯେ ଛାତ ଉପରେ ଥାଏ ସେ ଆପଣା ଘର ଭିତରୁ ଜିନିଷ ପତ୍ର ଘେରି ଯିବା ପାଇଁ ଓହ୍ଲାଇ ନ ଆସୁ। ପୁଣି ଯେ କ୍ଷେତରେ ଥାଏ ସେ ଆପଣା ଚାଦର ଘେରି ଯିବା ପାଇଁ ଲେଉଟି ନ ଯାଉ। ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ ସେମାନେ କ୍ଲେଶର ପାତ୍ର। କିନ୍ତୁ ତୁମମାନଙ୍କର ପଳାୟନ ଯେପରି ଶୀତ କାଳରେ କିମ୍ବା ବିଶ୍ରାମବାରରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର। ତାପରେ 21 ପଦରେ, କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି କେବେ ହେଁ ଘଟିବ ନାହିଁ। 15ରୁ 21 ପଦରେ ମହାକ୍ଲେଶ ବିଷୟରେ ବର୍ଣ୍ଣନା କଲେ। 27 ପଦକୁ ଯେତେବେଳେ ଆସିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି, କାରଣ ବିଜୁଳି ଯେପରି ପୂର୍ବ ଦିଗରୁ ମାରି ପଶ୍ଚିମ ଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେହିପରି ମନୁଷ୍ୟ ପୁତ୍ରଙ୍କର ଆଗମନ ହେବ। ଯୀଶୁ କହୁଛନ୍ତି, କାରଣ ବିଜୁଳି ଯେପରି ପୂର୍ବ ଦିଗରୁ ମାରି ପଶ୍ଚିମ ଦିଗ ପର୍ଯ୍ୟନ୍ତ ଦେଖାଯିବ। ପବିତ୍ର ବାଇବଲରେ ଅନେକ ଭୌଗୋଳିକ ତଥ୍ୟ ମଧ୍ୟ ଅଛି। ପୂର୍ବ ପଶ୍ଚିମ କହିଲେ ଭୂଗୋଳକୁ ହିଁ ଯିବାକୁ ପଡିବ। ବିଜୁଳି କଣ, ପୂର୍ବ ଦିଗ କଣ, ଆଉ ପଶ୍ଚିମ ଦିଗ କଣ ଆମେ ଜାଣିବାକୁ ହବ। ଆମେ ଅକ୍ଷରର ସେବକ ନହୁଁ, ଆତ୍ମାଙ୍କର ସେବକ। ଯୀଶୁ ନିଜେ କହିଛନ୍ତି, ବିଜୁଳି ପୂର୍ବ ଦିଗରୁ ମାରି ପଶ୍ଚିମ ଦିଗ ପର୍ଯ୍ୟନ୍ତ ଦେଖାଯିବ। ପଶ୍ଚିମରୁ ପୂର୍ବକୁ ନୁହେଁ କି ଉତ୍ତରରୁ ଦକ୍ଷିଣକୁ ମଧ୍ୟ ନୁହେଁ। ଏକ ନିର୍ଦ୍ଦିଷ୍ଟ ଦିଗ ବିଷୟରେ ଯୀଶୁ କହିଛନ୍ତି, ତାହା ଅର୍ଥବିହୀନ ନୁହେଁ। ବିଜୁଳି କଣ ହେଇପାରେ? ଗୀତ ସଂହିତା 135 7 ପଦରେ ଲେଖାଯାଏ, ସେ ବୃଷ୍ଟି ନିମନ୍ତେ ବିଜୁଳି ଉତ୍ପନ୍ନ କରନ୍ତି। କୋଉ ନିମନ୍ତେ ବିଜୁଳି ଉତ୍ପନ୍ନ କରନ୍ତି? ବୃଷ୍ଟି ନିମନ୍ତେ। ରାଇଟ, ଗୁଡ ଷ୍ଟୁଡେଣ୍ଟ। ଛାତ୍ରମାନଙ୍କୁ ପଚାରା ଯଦି ପ୍ରଶ୍ନ କରାଯିବ କାହିଁକି ବିଜୁଳି ଉତ୍ପନ୍ନ କରନ୍ତି, ତାର ସଠିକ ଉତ୍ତର ହେବ ବୃଷ୍ଟି ନିମନ୍ତେ। ଠିକ ଉତ୍ତର, ସମସ୍ତେ କରତାଳି ଦେବା। ସେ ବୃଷ୍ଟି ନିମନ୍ତେ ବିଜୁଳି ଉତ୍ପନ୍ନ କରନ୍ତି। ବର୍ତ୍ତମାନ ଏହି ଦେଶର ଜନସଂଖ୍ୟା 148 କୋଟି। ମାତ୍ର 3% ପ୍ରଭୁଙ୍କୁ ଜାଣିଛନ୍ତି। ଅନ୍ୟମାନଙ୍କ ଆଗରେ ପହଞ୍ଚେଇବା କର୍ତ୍ତବ୍ୟ, ସୁସମାଚାର କର୍ତ୍ତବ୍ୟ ଆମର ବ୍ୟକ୍ତିଗତ ଭାବେ ଯାହା ହେଲେ ଏହି ଦେଶରେ ସୁସମାଚାର ପହଞ୍ଚିବ। ଆମର ଗୋଟିଏ ପ୍ରାର୍ଥନା ରହିବା ଉଚିତ। ସମସ୍ତେ କୁହନ୍ତୁ, ତୁମ୍ଭର ରାଜ୍ୟ ଆସୁ, ତୁମ୍ଭର ରାଜ୍ୟ ଆସୁ, ତୁମ୍ଭର ରାଜ୍ୟ ଆସୁ। ଭାରତକୁ ତାଙ୍କ ରାଜ୍ୟ ଆଣିବା ନିମନ୍ତେ ଆମେ ସୁସମାଚାର କାର୍ଯ୍ୟରେ ଆଗେଇବା। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ। ମୁଁ ସେଥିପାଇଁ ହିଁ ଆଉ ଆଜ୍ଞାକୁ ବିଶେଷ କରି
ଆଉ ସେ ମିନିଷ୍ଟ୍ରି